ମନ୍ତ୍ରୀ ମୋ ଜଙ୍ଗଲର ଚଢ଼େଇ ମାନେ ବହୁତ ଭଲ। ସମସ୍ତେ ମୋର ଅନେକ ସମ୍ମାନ କରନ୍ତି। ଏଥର ନୂଆ ବର୍ଷରେ ମୁଁ ସବୁ ଚଢ଼େଇଙ୍କୁ ଭୋଜି ଦେବାକୁ ଚାହୁଁଛି। ଏବେ ହିଁ ଯାଅ ଜଙ୍ଗଲରେ ଘୋଷଣା କରିଦିଅ, ଯିଏ ବି ଭଲ ଭଲ ଖାଇବା ରାନ୍ଧିପାରିବ ସେ ମୋ ସହ ଆସି ଦେଖା କରୁ। ଆଜ୍ଞା ମହାରାଜ, ମୁଁ ଏବେ ଜଙ୍ଗଲକୁ ଯାଉଛି। ଗୋଟିଏ ଜରୁରୀ ଘୋଷଣା। ମହାରାଜ ଏଥର ନୂଆ ବର୍ଷରେ ଏକ ମହାଭୋଜି କରିବେ। ସବୁ ଚଢ଼େଇଙ୍କୁ ନିମନ୍ତ୍ରଣ ରହିବ। ଯିଏ ଭଲ ଭଲ ଖାଇବା ରୋଷେଇ କରି ପାରିବ ମହାରାଜ ତାକୁ ଭୋଜିର ସବୁ ଦାୟିତ୍ୱ ଦେବେ। ସେ ତୁରନ୍ତ ଯାଇ ମହାରାଜାଙ୍କୁ ଦେଖା କରୁ। ଆରେ ଶୁଣିଲୁ, ମହାରାଜ ଭୋଜି କରିବେ। ସେ ଗୋଟେ ଭଲ ରାନ୍ଧୁଣୀ ଖୋଜୁଛନ୍ତି। ମୁଁ ଆଜି ହିଁ ରାଜାଙ୍କ ପାଖକୁ ଯିବି ଆଉ ଭୋଜିରେ ରୋଷେଇ କରିବା କଥା କହିବି। ଦେଖିବୁ ରାଜା ମତେ ହିଁ କାମ ଦେବେ। ହଁ ହଁ, ତୁମେ ଠିକ କଥା କହିଲ। ଯେତେବେଳେ ରାଜାଙ୍କୁ ଦେଖା କରିବ ସେତେବେଳେ କହିବ ତୁମେ ଚଢ଼େଇ ମାନଙ୍କ ଘରେ ବାହାଘର ଆଉ ଜନ୍ମଦିନରେ ଖାଇବା ତିଆରି କର। ଦେଖିବ ରାଜା ଏକଥା ଜାଣିଲେ ସେ ତୁମକୁ ହିଁ କାମ ଦେବେ ଆଉ ତା ସହ ଅନେକ ପୁରସ୍କାର ବି ଦେବେ। ହଁ, ତୁ ଠିକ କହିଲୁ। ମୁଁ ଏକଥା ରାଜାଙ୍କୁ ନିଶ୍ଚୟ କହିବି। ଏ କିଛି ଖେଳନା ନେ, ଝିଅକୁ ଦେଇଦେବୁ। ମୁଁ ତା ପାଇଁ ବଜାରରୁ ଆଣିଥିଲି। ସତରେ ତୁମେ ସାବତ ବାପା ହେଲେ ବି ଯେମିତି ମୋ ଝିଅକୁ ସ୍ନେହ କର ମତେ ଭାରି ଖୁସି ଲାଗେ। ମୁଁ ତୁମକୁ ଯେତେ ଧନ୍ୟବାଦ ଦେଲେ ବି କମ ହେବ। ଆରେ ଆରେ, ଏଥିରେ ଧନ୍ୟବାଦ ଦେବାର କଣ ଅଛି? ମୁଁ କେବେ ବି ତ ଝିଅକୁ ପର ଭାବିନି। ମୁଁ ତାକୁ ନିଜ ଝିଅ ପରି ହିଁ ଦେଖେ। ହଉ, ମୁଁ ଏବେ ରାଜାଙ୍କ ପାଖକୁ ଯାଉଛି। ତାପରେ କାଉ ରାଜପ୍ରସାଦକୁ ଯିବା ପାଇଁ ବାହାରିଲା। ରାସ୍ତାରେ ଚଢ଼େଇ ସହ ତାର ଦେଖା ହେଲା। କିରେ ଚଢ଼େଇ, ତୁ କୁଆଡେ ଯାଉଛୁ? ମୁଁ ରାଜପ୍ରସାଦକୁ ଯାଉଛି କାଉ ଭାଇ। ରାଜା ଏବେ ଯୋଉ ଘୋଷଣା କରିଥିଲେ ସେ ବିଷୟରେ କଥା ହେବା ପାଇଁ। ଆରେ ଚଢ଼େଇ, ତୁ କଣ ଭଲ ଭଲ ଖାଇବା ରୋଷେଇ କରି ପାରିବୁ? ମୁଁ ତ ଆଜି ଯାଇ ତତେ କେବେ ଭଲ ଖାଇବା ଖାଇବାର ଦେଖିନି। ତୁ କଣ ପାଇଁ ରାଜପ୍ରସାଦକୁ ଯାଉଛୁ? କାଉ ଭାଇ, ଭଲ ଭଲ ଖାଇବା ତିଆରିବା ପାଇଁ ଅନେକ ଜିନିଷ ଦରକାର ହୁଏ। ତୁମେ ମୋ ଆର୍ଥିକ ପରିସ୍ଥିତି ବିଷୟରେ ଭଲ ଭାବରେ ଜାଣିଛ। ରାଜପ୍ରସାଦରେ ସବୁ ସାମଗ୍ରୀ ଥିବ। ମୁଁ ନିଶ୍ଚୟ ଭଲ ଖାଇବା ତିଆରି କରିପାରିବି। ଏ ସବୁ ଭାବି କିଛି ଲାଭ ନାହିଁ। ଚିଲ ରାଜା ତତେ କାମ ଦେବେନି। ଚିଲ ରାଜା କାହାକୁ କାମ ଦେବେ କି ନ ଦେବେ ତା ତ ଗଲେ ହିଁ ଜଣା ପଡିବ। ଚଢ଼େଇ, ତୁ ଖାଲି ସ୍ୱପ୍ନ ଦେଖୁଥା। ତୁ କେବେ ବି ଖାଇବା ରାନ୍ଧିବା କାମ ପାଇବୁନି। ମୁଁ ବି ଶୀଘ୍ର ଶୀଘ୍ର ରାଜାଙ୍କ ପାଖକୁ ଯାଏ, ନହେଲେ ସେ ଚଢ଼େଇକୁ ଏକା ଦେଖି ତାକୁ କାମ ଦେଇଦେବେ। ଚଢ଼େଇ, ତୁ ଯଦି ଭଲ ଭଲ ଖାଇବା ରୋଷେଇ କରି ପାରିବୁ ତେବେ ଏଥର ନୂଆ ବର୍ଷ ଭୋଜିର ସବୁ ଦାୟିତ୍ୱ ମୁଁ ତତେ ଦେଉଛି। ରହିଯାଆନ୍ତୁ ମହାରାଜ, ସେପରି ଭୁଲ କରନ୍ତୁନି। ଏ ଚଢ଼େଇ ବହୁତ ଗରିବ। ସେ ଆଜି ଯାଇ ନିଜେ କିଛି ଭଲ ଖାଇବା ରୋଷେଇ କରି ଖାଇନି। ସେ କେମିତି ଭୋଜିରେ ଖାଇବା ତିଆରି କରିବ? ଆପଣ ମତେ ଭୋଜିର ଦାୟିତ୍ୱ ଦିଅନ୍ତୁ। ମୁଁ ବହୁତ ଭଲ ଭଲ ଖାଇବା ତିଆରି କରିପାରିବି। ମୁଁ ଚଢ଼େଇ ମାନଙ୍କ ବାହାଘର ଆଉ ଜନ୍ମଦିନରେ ଖାଇବା ତିଆରି କରିଦିଏ। ଆଚ୍ଛା ଆଚ୍ଛା, ଠିକ ଅଛି। ତମେ ଦୁଇ ଜଣ ଯଦି ଭଲ ଭଲ ଖାଇବା ରୋଷେଇ କରିପାରିବ ତେବେ ମୁଁ ତମ ଦି ଜଣଙ୍କୁ ହିଁ କାମ ଦେବି। ହେଲେ ତା ପୂର୍ବରୁ ଯାଅ, ନିଜ ନିଜ ଘରେ ଆଗ ଖାଇବା ରୋଷେଇ କର। ଆଜି ରାତି ମୁଁ ତମ ଦି ଜଣଙ୍କ ଘରକୁ ଯିବି। ମୁଁ ଦେଖିବାକୁ ଚାହୁଁଛି ତମେ ମାନେ କେତେ ଭଲ ଖାଇବା ରୋଷେଇ କରିପାର। ଏମିତି ଶୁଣି କାଉ ଆଉ ଚଢ଼େଇ ନିଜ ନିଜ ଘରକୁ ଗଲେ। ମା, ଆମ ପାଖରେ ତ ଟଙ୍କା ନାହିଁ। ଏବେ ତୁମେ କେମିତି ଭଲ ଭଲ ଖାଇବା ରୋଷେଇ କରିବ? ମାରି, ଆମ ପାଖରେ ଯାହା ବି ଅଛି ମୁଁ ସେଥିରେ ଖାଇବା ତିଆରି କରିବି। ଯଦି ମହାରାଜାଙ୍କୁ ଭଲ ଲାଗିବନି ତାହେଲେ ବି କିଛି ଅସୁବିଧା ହେବନି। ଆରେ ମା, ଚାଲ ଏବେ ଆମ ଜମିକୁ ଯିବା ଆଉ କିଛି ପରିବା ଆଣିବା। ଏମିତି କହି ଚଢ଼େଇ ଆଉ ତାର ଝିଅ ଜମିକୁ ଗଲେ। ତାଙ୍କର ସବୁ କଥା କାଉ ଶୁଣୁଥିଲା। ହା ହା ହା, ଚଢ଼େଇ କେତେ ବୋକା। ସେ ପନିପରିବା ଦେଇ ସାଧାରଣ ଖାଇବା ତିଆରି କରିବ କହୁଛି। ସେଭଳି ଖାଇବା ମହାରାଜ କେବେ ବି ପସନ୍ଦ କରିବେନି। ମୁଁ ହୋଟେଲରୁ ବହୁତ ଦାମୀ ଦାମୀ ଖାଇବା ଆଣିବି। ସେସବୁ ନିଶ୍ଚୟ ମହାରାଜାଙ୍କୁ ଭଲ ଲାଗିବ। କିନ୍ତୁ ଏତେ ଦାମୀ ଦାମୀ ଖାଇବା କିଣିବା ପାଇଁ ମୋ ପାଖରେ ତ ଟଙ୍କା ନାହିଁ। ଆରେ ହଁ, ମନେ ପଡ଼ିଲା, ଟଙ୍କା ତ ମୋ ଘରେ ଅଛି। ମୁଁ ଏବେ ମୋ ଘରକୁ ଯାଏ। ଯେମିତି ବି ହେଉ ମୋ ସ୍ତ୍ରୀକୁ ଆଗ ତା ମା ଘରକୁ ପଠେଇବାକୁ ପଡ଼ିବ।
ଆରେ ଝିଅ, ତୁ ଏଠି ଖେଳୁଛୁ? ଏଥର ନୂଆ ବର୍ଷରେ ଆମ ଜଙ୍ଗଲରେ ମେଳା ପଡିବ। ତୁ ତ ମାମୁଁ ଘରକୁ ଯିବୁନି, ମୁଁ ତତେ ମେଳାକୁ ବୁଲେଇବାକୁ ନେଇଯିବି। ସତ କହୁଛ ବାପା? ମତେ ମେଳା ବୁଲେଇବାକୁ ନେଇଯିବ? ହଁ ହଁ, ମୁଁ ଜମା ବି ମାମୁଁ ଘରକୁ ଯିବିନି। ଆରେ ତୁମେ କେତେବେଳେ ଆସିଲ? ମହାରାଜ ତୁମକୁ କାମ ଦେଲେ? ହଁ ହଁ, ମହାରାଜ ମତେ କାମ ଦେଲେ, କିନ୍ତୁ ସେ କହିଲେ ମତେ ଏକା କାମ କରିବାକୁ ପଡିବ। ତୁ ମତେ ସାହାଯ୍ୟ କରିବୁନି, ନହେଲେ ସେ ମତେ ଜଙ୍ଗଲରୁ ବାହାର କରିଦେବେ। ଓ ଆଚ୍ଛା, ଏମିତି କଥା। ତେବେ ତୁମେ ଚିନ୍ତା କରନି, ମୁଁ ଆଜି ହିଁ ମୋ ମା ଘରକୁ ଯିବି। ବହୁତ ଦିନ ହେଲାଣି ମୁଁ ମୋ ମାକୁ ଦେଖିନି। ଆରେ ମା, ତୁ ବି ଯା ରେଡି ହେବୁ, ଆଜି ଆମେ ତ ଆଈ ଘରକୁ ଯିବା। ନାଇଁ ମା, ମୁଁ ଆଈ ଘରକୁ ଯିବିନି, ମୋ ବାପାଙ୍କ ସହ ମେଳା ଦେଖିବାକୁ ଯିବି। ଆରେ ଛୁଆଟି ମେଳା ବୁଲିବାକୁ ଚାହୁଁଛି, ତୁ ତାକୁ ତ ସାଙ୍ଗରେ ନେନି। ମୋ କାମ ସରିଲେ ମୁଁ ତାକୁ ମେଳା ବୁଲେଇ ଆଣିବି। ତୁ 2 ଦିନ ପାଇଁ ଯାଉଛୁ, ଶୀଘ୍ର ହିଁ ତ ଫେରି ଆସିବୁ। ଆଚ୍ଛା ଠିକ ଅଛି। ମାରି, ତୁ ଦୁଷ୍ଟ ହେବୁନି, ବାପାଙ୍କ କଥା ମାନିବୁ। ମୁଁ ଏବେ ଯାଉଛି। ଆରେ ଝିଅ, ମୋ ସାଙ୍ଗରେ ଆ, ମୁଁ ତତେ ଆଜି ହୋଟେଲରେ ଖାଇବା ଖୁଏଇବି। ଆଚ୍ଛା ଠିକ ଅଛି ବାପା। ଆରେ ଝିଅ, ତୁ ଏଠି ବସିଥା, ମୁଁ ଯାଉଛି ଅଙ୍କଲଙ୍କ ସହ କଥା ହେବି। ଆରେ ଭାଇ, ଟିକେ ମୋ କଥା ଶୁଣନ୍ତୁ। କଣ ହେଲା କାଉ, ତୁ ମତେ କାହିଁକି ଡାକିଲୁ? ଭାଇ, ଇଏ ମୋର ସାବତ ଝିଅ, ତାକୁ ତୁମେ ହୋଟେଲରେ ରଖିନିଅ। ତା ବଦଳରେ ମତେ କିଛି ଦାମୀ ଦାମୀ ଖାଇବା ଦିଅ, ପରେ ୟାକୁ ବିକ୍ରି କରି ତୁମେ ଟଙ୍କା ପାଇଯିବ। ଆଚ୍ଛା ଠିକ ଅଛି କାଉ, ତୋର ଯାହା ବି ଖାଇବା ଦରକାର ତୁ ନେଇଯା। ଆରେ ଝିଅ, ତୁ ଏଠି ଖାଇବା ଖାଉଥା, ମୋର ଗୋଟେ ଜରୁରୀ କାମ ଅଛି। ସେ କାମ ସରିଲା ପରେ ଏଠାକୁ ଆସି ମୁଁ ତତେ ଘରକୁ ନେଇଯିବି। ଠିକ ଅଛି ବାପା, ହେଲେ ଶୀଘ୍ର ଆସିବ। ତାପରେ କାଉ ସବୁ ଦାମୀ ଦାମୀ ଖାଇବା ନେଇ ଘରକୁ ଗଲା, ଆଉ ସୁନ୍ଦର ଭାବରେ ସଜେଇ ରଖିଲା। ସେପଟେ ଚଢ଼େଇ ବି ଖାଇବା ରୋଷେଇ କରି ସାରିଥିଲା। ସନ୍ଧ୍ୟା ହେବା ପରେ ରାଜା ଚିଲ କାଉ ଘରକୁ ଗଲା। ଆରେ କାଉ, ତୋ ଖାଇବା ତ ବେଶ ସୁନ୍ଦର ଦେଖାଯାଉଛି। ଏସବୁ କଣ ତୁ ନିଜ ହାତରେ ରାନ୍ଧିଛୁ? ହଁ ହଁ ମହାରାଜ, ଏ ସବୁ ଖାଇବା ମୁଁ ନିଜ ହାତରେ ରାନ୍ଧିଛି। ଥରେ ଖାଇକି ଦେଖନ୍ତୁ କେମିତି ହେଇଛି। ମହାରାଜ, ଆପଣଙ୍କୁ ମୋ ଖାଇବା କେମିତି ଲାଗିଲା? ମୁଁ ଜାଣେ ଆପଣଙ୍କୁ ମୋ ଖାଇବା ନିଶ୍ଚୟ ଭଲ ଲାଗିଥିବ। ଆପଣ ମତେ ହିଁ ଭୋଜିର ସବୁ ଦାୟିତ୍ୱ ଦିଅନ୍ତୁ, ମୁଁ ବହୁତ ଭଲ ଭଲ ଖାଇବା ରାନ୍ଧିଦେବି। ସମସ୍ତେ ଆପଣଙ୍କର ହିଁ ପ୍ରଶଂସା କରିବେ। ମୁଁ ଚଢ଼େଇର ଖାଇବା ଦେଖିଲା ପରେ ଯାଇ କିଛି ନିଷ୍ପତ୍ତି ନେବି। ମନ୍ତ୍ରୀ, ଚାଲ ଚଢ଼େଇର ଘରକୁ ଯିବା। ଚଢ଼େଇ, ଏ ସବୁ ଖାଇବା ତୁ ନିଜେ ରାନ୍ଧିଛୁ? ଆଜ୍ଞା ମହାରାଜ, ଭଲ ଭଲ ଖାଇବାର ସାମଗ୍ରୀ କିଣିବା ପାଇଁ ମୋ ପାଖରେ ଟଙ୍କା ନଥିଲା। ମୋ ଘରେ ଯାହା ବି ଥିଲା ସେସବୁରେ ମୁଁ ଖାଇବା ତିଆରି କରିଛି। ଏଇ ନିଅନ୍ତୁ ମହାରାଜ। ବାଃ ଚଢ଼େଇ, ତୋ ଖାଇବା ସାଧାରଣ ହେଲେ ବି ଭାରି ସ୍ୱାଦିଷ୍ଟ। ତୁ ଏତେ ଭଲ ଖାଇବା ତିଆରି କରିପାରୁ? ତୋ ଖାଇବା ନ ଚାଖିଥିଲେ ମୁଁ କେବେ ଜାଣିପାରିନଥାନ୍ତି। ଏଥର ନୂଆ ବର୍ଷ ଭୋଜିରେ ତୁ ରୋଷେଇ କରିବୁ। ଆପଣ ଏ କଣ କହୁଛନ୍ତି ମହାରାଜ? ମୁଁ କେତେ କଷ୍ଟ କରି ସବୁ ଜିନିଷ କିଣି ଦାମୀ ଦାମୀ ଖାଇବା ତିଆରି କରିଥିଲି। ସେସବୁ ଆପଣଙ୍କୁ ଭଲ ନ ଲାଗି ଏ ଚଢ଼େଇର ସାଧାରଣ ଖାଇବା ଭଲ ଲାଗିଲା? ପ୍ରଥମେ ମୁଁ ଭାବୁଥିଲି ତମ 2 ଜଣଙ୍କୁ କାମ ଦେବି, ହେଲେ କାଉ, ତୁ ମିଛ କହିଛୁ। ମୁଁ ତୋର ଖାଇବା ଖାଉ ଖାଉ ହିଁ ଜାଣିଗଲି ତୁ ସେସବୁ ହୋଟେଲରୁ ଆଣିଛୁ, ନିଜେ କିଛି ବି ଖାଇବା ରୋଷେଇ କରିନୁ। ମୁଁ ତତେ ଶାସ୍ତି ଦେଉନି, ତୁ ସେତିକିରେ ଖୁସି ହେ। ଚଢ଼େଇର ଖାଇବା ସାଧାରଣ ହେଲେ ବି ଦେହ ପାଇଁ ହିତକର। ଚଢ଼େଇ, ତୁ କାଲି ହିଁ ରାଜପ୍ରସାଦକୁ ଆସି କାମ କର। ଭୋଜି ସରିଲେ ମୁଁ ତତେ 100ଟି ସ୍ୱର୍ଣ୍ଣ ମୁଦ୍ରା ଦେବି। ରାତି ତ ହେଇଗଲା, ଏବେ ମୁଁ ସହରକୁ ଗଲେ କେହି ବି ମତେ ଦେଖିପାରିବେନି। ମୁଁ ୟାକୁ ବିକ୍ରି କରି ଭଲ ଟଙ୍କା ପାଇବି। ଅଙ୍କଲ, ମୋ ବାପା ଏଯାଏ ଆସିଲେନି, ମତେ ମୋ ଘରକୁ ନେଇଯାଅ, ମୁଁ ଘରକୁ ଯିବି। ହଁ ହଁ ଠିକ ଅଛି, ଆସ ମୋ ସାଙ୍ଗରେ, ମୁଁ ତତେ ତ ଘରେ ପହଞ୍ଚେଇ ଦେବି।
ସେ ଦୋକାନୀ କାଉ ଛୁଆକୁ ଧରି ସହରକୁ ଯାଉଥିଲା। ରାସ୍ତାରେ ମା କାଉ ସହ ତାର ଦେଖା ହେଲା। ମା ମା ତୁମେ ଆସିଗଲ? ହଁ ରେ ମା, ମୁଁ ଫେରି ଆସିଲି। ତ ବିନା ମୋ ମନଟା ଜମା ଭଲ ଲାଗୁନଥିଲା। ଆସ ମୋ ସାଙ୍ଗରେ, ଆମେ ଘରକୁ ଯିବା। ନା, ତୁମେ ଏଇ ଛୁଆକୁ ନେଇ ପାରିବନି। ଝିଅ ମୋର, ମୁଁ ତାକୁ କାହିଁକି ମୋ ସାଙ୍ଗରେ ନେଇ ପାରିବିନି? ଦୋକାନୀ ମା କାଉକୁ ସବୁ ଘଟଣା କହିଲା। ମୁଁ ମୋ ସ୍ୱାମୀଙ୍କ ଉପରେ କେତେ ବିଶ୍ୱାସ କରିଥିଲି, ହେଲେ ସେ ମୋ ସହ ଏମିତି କରିବେ ମୁଁ କେବେ ଭାବିନଥିଲି। ମୁଁ ତୁମର ସବୁ ଟଙ୍କା ସୁଝିଦେବି, ହେଲେ ମୋ ଝିଅକୁ ନିଅନି। ତାପରେ ମା କାଉ ସବୁ ଟଙ୍କା ଦେଇ ଶୀଘ୍ର ତା ଝିଅକୁ ନେଇ ଚିଲ ରାଜା ପାଖକୁ ଗଲା, ଆଉ ତାକୁ ସବୁ ଘଟଣା କହିଲା। ମୋ ଜଙ୍ଗଲରେ ରହି କାଉ ଏମିତି ଅନ୍ୟାୟ କାମ କରୁଛି, ମୁଁ ତାକୁ କେବେ କ୍ଷମା କରିବିନି। ସିପାହୀ, ଯାଅ ଏବେ ହିଁ କାଉକୁ ବାନ୍ଧି ଆଣ। ଦୁଇ ସିପାହୀ ଶୀଘ୍ର ଯାଇ କାଉକୁ ଧରି ଆଣିଲେ, ଆଉ ତାକୁ ଜୋର ଜୋରେ ପିଟିଲେ। ଆରେ ମରିଗଲି ରେ ମରିଗଲି। ମହାରାଜ, ମତେ କାହିଁକି ପିଟୁଛନ୍ତି? ମୁଁ କଣ ଭୁଲ କଲି? ଦୁଷ୍ଟ କାଉ, ସ୍ୱର୍ଣ୍ଣ ମୁଦ୍ରା ଲୋଭରେ ତୁ ନିଜ ସାବତ ଝିଅକୁ ବିକ୍ରି କରିଦେଲୁ। ତତେ ଶାସ୍ତି ନଦେଲେ ତୁ ଭବିଷ୍ୟତରେ ଆହୁରି ଅନ୍ୟାୟ କାମ କରିବୁ। ଏ ଜଙ୍ଗଲରେ ତୋର ଆଉ ଜାଗା ନାହିଁ। ତୁ ଆଜି ହିଁ ଜଙ୍ଗଲ ଛାଡ଼ି ଚାଲିଯା। ନା ନା, ମତେ ଏତେ ବଡ ଶାସ୍ତି ଦିଅନି। ତୁମ ସ୍ତ୍ରୀ, ତୁ ମହାରାଜାଙ୍କୁ ଟିକେ ବୁଝା, ସେ ମତେ ଜଙ୍ଗଲରୁ ବାହାର କରନ୍ତୁନି। ମତେ କ୍ଷମା କରିଦିଅନ୍ତୁ। ନା, ତୁମ ପରି ଖରାପ ସ୍ୱାମୀକୁ ମୁଁ କେବେ କ୍ଷମା କରିବିନି। ତୁମେ ଭୁଲ ନୁହଁ, ତୁମେ ଅପରାଧ କରିଛ। ମୁଁ ତୁମ ମୁହଁ ଦେଖିବାକୁ ଚାହୁଁନି, ଚାଲିଯାଅ ଏଠୁ। ମହାରାଜ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ପାଇଁ ମୁଁ ଆଜି ନ୍ୟାୟ ପାଇଲି। ମୁଁ ଏଇ ଜଙ୍ଗଲର ରାଜା, ସମସ୍ତଙ୍କ ସହ ନ୍ୟାୟ କରିବା ମୋର କର୍ତ୍ତବ୍ୟ। ତମେ ମାନେ ମନ ଦୁଃଖ ନ କରି ଏବେ ଘରକୁ ଯାଅ। ନୂଆ ବର୍ଷ ଦିନ ରାଜପ୍ରାସାଦକୁ ଆସିବ। ଏମିତି ସେ ଦିନ ବିତିଗଲା। ନୂଆ ବର୍ଷ ଦିନ ସବୁ ଚଢ଼େଇ ରାଜପ୍ରାସାଦକୁ ଗଲେ, ଆଉ ଖୁସିରେ ନୂଆ ବର୍ଷ ପାଳନ କଲେ। ଚଢ଼େଇ ସମସ୍ତଙ୍କ ପାଇଁ ଖାଇବା ତିଆରି କରିଥିଲା। ସମସ୍ତେ ଖାଇବା ଖାଇସାରି ନିଜ ନିଜ ଘରକୁ ଫେରିଗଲେ।